नामକୁ ଶୁଣିଲେ ଆପେ ଆପେ ଉଠିଯାଏ ମୁଁ। ନାଁଟା କହିପାରିବି ତଥାପି ଫାଷ୍ଟ ଅକ୍ଷର ନା, ସେଟା କହିଥିଲେ ଅସୁବିଧା ହେଇଯିବ। ଫାଷ୍ଟ ଅକ୍ଷର କହିଲେ ଅସୁବିଧା ହବ। ସେଟା ସିକ୍ରେଟ, ପୁରା ସିକ୍ରେଟ। ପୁରା ସିକ୍ରେଟ ଅଛି, ଲଭ୍ ଅଛି ତାଙ୍କ ପ୍ରତି। ଅଛି କିନ୍ତୁ ତୁ इश्क है तो मैं बाहों में हूँ तो फनाहों में हूँ। କେତେ ଏଜରୁ ଗୀତ ଗାଇବା ଷ୍ଟାର୍ଟ ହେଲା, କିଏ ପ୍ରୋତ୍ସାହନ ଦେଲେ? 10 ବର୍ଷରୁ ମୁଁ ଗୀତ ଗାଇବା ଷ୍ଟାର୍ଟ କଲି। 10 ବର୍ଷ ଯେତେବେଳେ ବୟସ ମତେ ହେଇଥିଲା ମୁଁ ସେତେବେଳେ ଗୀତ ଗାଉଥିଲି। यूं है तेरा कि मैं करा तो। ଏତେ ସୁନ୍ଦର ଗୀତ ଗାଉଛ, କଲେଜରେ ବି ପଢୁଛ, गर्लफ्रेंड କେତେଟା ଅଛନ୍ତି? गर्लफ्रेंड मोर ना ସତ ना। ଗୋଟେ ମୁଁ ବହୁତ ଦୁଃଖରେ ଅଛି, ବହୁତ ହାର୍ଟ ବ୍ରେକ୍ ହେଇଛି, କଷ୍ଟ ବି ହଉଛି। तो प्रेम रे पागल मु काजल में हूँ तो निगाहों में हूँ तू है तो। ବାବୁଟା ଭଲ ଲାଗୁନି ନା? ଆଚ୍ଛା, କେମିତି ଅଛନ୍ତି ଅଭିମନ୍ୟୁ? ଭଲ ଅଛି, ସବୁ ଭଲ, ଘରେ ସମସ୍ତେ ଭଲ। ଅଭିମନ୍ୟୁ କେତେ ବର୍ଷ ଏଜରୁ ଗୀତ ଗାଇବା ଷ୍ଟାର୍ଟ ହେଲା? 10 ବର୍ଷରୁ। 10 ବର୍ଷରୁ। ବର୍ତ୍ତମାନ କେତେ? ବର୍ତ୍ତମାନ ମତେ 20 ବର୍ଷ। 20 ବର୍ଷ। 10 ବର୍ଷ ଏଜରୁ ଗୀତ ଗାଇବା ଷ୍ଟାର୍ଟ ହେଇଥିଲା, କେମିତି ହେଲା, କାହିଁକି ଇଚ୍ଛା ହେଲା, ଘରେ କିଏ କହିଲେ ଗୀତ ଗାଇବା ପାଇଁ? ଘରେ ସେତେବେଳେ କିଏ ଜାଣିନଥିଲେ। ଆମ ଗାଁରେ ଗୋଟେ ଅଷ୍ଟପ୍ରହରୀ ହଉଥିଲା। ସେ ଅଷ୍ଟପ୍ରହରୀରେ ମୁଁ ସକାଳୁ ଥିଲି, ଆମେ ଛୁଆ ସବୁ କରୁଥିଲୁ। ମୁଁ ସକାଳୁ ଥିଲି, ସକାଳୁ ସେଠି ବସେ, ଖାଲି କୀର୍ତ୍ତନ ହୁଏ, ମୁଁ ସେଠି ଦେଖେ ଖାଲି। ତାପରେ ରାତିରେ ଯେତେବେଳେ କୀର୍ତ୍ତନ ହେଲା, ଯୋଉମାନେ ସବୁ ଦିନରୁ କୀର୍ତ୍ତନ କରିଦେଲେ ସେମାନେ ସବୁ କଣ ହେଲେ, ରେଷ୍ଟ ନେଲେ ଟିକେ। ରାତିରେ ଯେତେବେଳେ ମୁଁ ରାତି ସାରା କିନ୍ତୁ ମୁଁ କୀର୍ତ୍ତନ କଲି ବସିକି। ରାତି ସାରା କୀର୍ତ୍ତନ କଲା ପରେ ଯେତେବେଳେ ସକାଳ ହେଲା, ଆମ ଘରେ ଆସିକି ସମସ୍ତେ କହିଲେ କି ତୋ ପୁଅ ରାତିଟା ଯାକ ବସିକି ସେଠି କୀର୍ତ୍ତନ କରୁଥିଲା, ସେ ଭଲ ଗାଉଛି, ତାକୁ ଗୀତ ଶିଖା। ତାପରେ ବାପା କହିଲେ ତୁ ଗୀତ ଶିଖିବୁ? ମୁଁ କହିଲି ହଁ ମୁଁ ଶିଖିବି ଆଉ। ତାପରେ ଆମ ଏଇ ଗାଁର ପାଖରେ ରାଜଧାପୁର ଗୋଟେ ଗାଁ, ସେ ଗାଁରେ ଗୀତ ଶିଖା ହଉଥିଲା। ସେ ସମୟରେ କିଏ ଶିଖଉଥିଲେ ସେତେବେଳେ? ସେତେବେଳେ ଶିଖଉଥିଲେ କ୍ଷେତ୍ର ଭାଇ ସାର୍ ଶିଖଉଥିଲେ। ତାଙ୍କ ପାଖରେ ଯାଇ ଗୀତ ଶିଖିଲ? ତାଙ୍କ ପାଖରେ ଯାଇ ଗୀତ ଶିଖିଲେ। କଣ ଶିଖାନ୍ତି ସାର୍? ଗୀତ ଶିଖାନ୍ତି ନା କ୍ଲାସିକାଲ ରାଗ କିଛି ଶିଖଉଥିଲେ? କ୍ଲାସିକାଲ ରାଗ ଶିଖଉଥିଲେ। ପ୍ରଥମ ଗୀତ କୋଉଟା ଥିଲା? ପ୍ରଥମ ଗୀତ ତ ମୁଁ ସେଠି ଶିଖିନଥିଲି। ଫାଷ୍ଟ ପ୍ରଥମେ ଯେତେବେଳେ ମୁଁ ଗଲି, ମତେ ସାର୍ ମାନେ ଆମର ପ୍ରାର୍ଥନା ଯୋଉଟା ଆହେ ଦୟାମୟ ବିଶ୍ୱବିହାରୀ, ସେଇ ପ୍ରାର୍ଥନାଟା ଫାଷ୍ଟ ଆମକୁ ବୋଲେଇଲେ, ତାପରେ ଯାଇକି ଆମେ ଶିଖିଲୁ। आहे दयामय विश्वविहारी घेन दया बही मोर गुहारी। ଆଜି ଯାଏ କେତେଟା ଶୋ କଲେଣି? ଶୋ ତ ମୁଁ ବହୁତ କଲିଣି, ମାନେ ଷ୍ଟେଜ ପ୍ରୋଗ୍ରାମ ନା ଟିଭି ଶୋ? ଟିଭି ଶୋ କେତେଟା କରିଛନ୍ତି? ଟିଭି ଶୋ ମୁଁ ମାନେ 4 ବର୍ଷ ମୁଁ ଯାଇଛି ଟିଭି ଶୋରେ। 4 ବର୍ଷ? 4 ବର୍ଷ ଯାଇଛି ଟିଭି ଶୋରେ। କଣ କଣ ମନେ ଅଛି? ଫାଷ୍ଟ ମୁଁ ଯାଇଥିଲି ପ୍ରାର୍ଥନା ଚ୍ୟାନେଲରେ ଯୋଉ ପ୍ରଥମ ଶୋ ହଉଥିଲା ଆମର, ସେଥିରେ ଯାଇଥିଲି। ପ୍ରଥମ ବର୍ଷ ଗଲି ସେଥିରେ, ତାପରେ ସେଥିରେ ମୁଁ ଯାଇଥିଲି। ତା ପର ବର୍ଷ ପୁଣି ଆଉଥରେ ଯେତେବେଳେ ସିଜନ 2 ପ୍ରଥମ ଶୋ ହେଲା, ପୁଣି ଯାଇଥିଲି। ସେଇଥିରେ ମୁଁ ଟପ୍ 20ରେ ଥିଲି। ଷ୍ଟାର୍ଟ କଲି ଯେତେବେଳେ ଶିଖିବା, ସେଇ ସମୟରେ ହିଁ ମୁଁ ଯାଇଥିଲି, ସେଇ ବର୍ଷ ଯାଇଥିଲି। ଯେତେବେଳେ ଭିତରକୁ ଗଲ କି ଷ୍ଟୁଡିଓ ଭିତରକୁ, କଣ ସେତେବେଳେ ଫିଲ୍ ଥିଲା? କିଛି ତ ଜାଣିନଥିଲ, ମାଇକ୍ ଧରେଇଥିବେ, ଲାଇଟ୍ ଥିବ କି କ୍ୟାମେରା ଲାଗିଥିବ। ନର୍ଭସ ମତେ ଲାଗେ ନା, କେବଳ ନର୍ଭସ ମତେ ଏତିକି ବେଳେ ଲାଗେ ଯେତେବେଳେ ମୁଁ ଏଣ୍ଟ୍ରି କରେ ଭିତରକୁ, ସେତିକି ବେଳେ ଲାଗେ। କିନ୍ତୁ ଯେତିକି ବେଳ ପର୍ଯ୍ୟନ୍ତ ମୁଁ ଗୀତ ଗାଉଥିବି, ସେତିକି ବେଳ ପର୍ଯ୍ୟନ୍ତ ମୋ ଦେହରେ କିଛି ନର୍ଭସ ନଥାଏ, କିଛି ଡର ନଥାଏ, କିଛି ଭୟ ବି ନଥାଏ। ପ୍ରଥମ ଗୀତ କଣ ଥିଲା? ପ୍ରଥମ ଗୀତ ଥିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଗୋଟେ ଭଜନ ଥିଲା। ସେ ଗୀତଟିକୁ ଗାଇଥିଲେ ଶ୍ରୀଚରଣ ମହାନ୍ତି ସାର୍। ଚକା ନୟନରେ ଆରମ୍ଭ ଧନ। ଗୀତ ଶୁଣିବା? କୋଉ ଗୀତ ଶୁଣିବା? ଚକା ନୟନ ଗୀତ ଶୁଣିବା? ଚାଲନ୍ତୁ ପଦିଏ ଶୁଣିବା। ଚକା ନୟନ ରେ ଆରେ ମୋ ଧନ, କଳା ବଦନ ରେ ଆରେ ମୋ ଧନ, ଦୁଃଖ ତ ନିଜର ଏଠି, ଦୁଃଖ ତ ନିଜର ଏଠି, ସୁଖ ସପନ ଚକା ନୟନ ରେ
ଆରେ ମୋ ଧନ କଳା ବଦନ ରେ ଆରେ ମୋ ଧନ। ଏଇ ଗୀତ ଗାଇ ସାରିବା ପରେ ହୁଁ ଜସ୍ କଣ କହିଥିଲେ? ଜଜ୍ ମାନେ ତ ଭଲ କହିଥିଲେ କିନ୍ତୁ କମେଣ୍ଟ ସେତେବେଳେ କଣ ଆସିଥିଲା ମୁଁ ଜାଣିନି, କିନ୍ତୁ ଗୀତା ମ୍ୟାମ କହିଥିଲେ କି ଛୋଟା ପ୍ୟାକେଟ ବଡା ଧମାକା ସେତେବେଳେ ସେତେବେଳେ। ଛୋଟା ପ୍ୟାକେଜ ବଡା ଦବା କେମିତି ଆଉ ଫିଲ୍ କେମିତି ମନ୍ମଥ ସାର୍ ଲାଗିଥିଲା? କହିଥିଲେ କି ଯୋଉ ଛୋଟ ସାପର ବେଶୀ ବିଷ। କିଏ କହିଥିଲେ? ମନ୍ମଥ ସାର୍। ମନୋଜ ସାର୍ କଣ କହିଥିଲେ? ଛୋଟ ସାପର ବେଶୀ ବିଷ। ଛୋଟ ସାପର ବେଶୀ ବିଷ, କାହିଁକିନା ସେତେବେଳେ ଛୋଟ ଥିଲା ଛୋଟ ବହୁତ। ଥିଲି। ଆଚ୍ଛା, ସେଇ ଗୀତ ଗାଇଲା ପରେ ଗାଁକୁ ଆସିଥିବେ, ଗାଁରେ ସବୁ କେମିତି ଥିଲା, କଣ କହୁଥିଲେ? ଗାଁରେ ସବୁ ଭଲ କହୁଥିଲେ, ସମସ୍ତେ ଭଲ କହୁଥିଲେ, ସମସ୍ତେ ଭଲ ଖୁସି ହଉଥିଲେ। ଖୁସି ହଉଥିଲେ। ଏତେ ସୁନ୍ଦର ଗୀତ ଗାଉଛ, କଲେଜରେ ବି ପଢୁଛ, ଗର୍ଲଫ୍ରେଣ୍ଡ କେତେଟା ଅଛନ୍ତି? ଗର୍ଲଫ୍ରେଣ୍ଡ ମୋର ନାହାନ୍ତି। ସତ? ନା ଏତେ ସୁନ୍ଦର ଗୀତ ଗାଉଛ, ଗୀତକୁ ଦେଖିକି ନା ଗୀତକୁ ଦେଖିକି ବି ମୋର କାହା ପ୍ରତି ଆଉ ଇଣ୍ଟରେଷ୍ଟ ନାହିଁ। ତମର ଇଣ୍ଟରେଷ୍ଟ ନାହିଁ ନା ତାଙ୍କର? ମୋର ନାହିଁ। ତଥାପି କେହି ପ୍ରପୋଜ କରିନାହାନ୍ତି ତମ ଆଡୁ? କାହାକୁ କାହା ପ୍ରତି ଲଭ ହେଇନି? କୁହନ୍ତି କି ଯେତେ ଭଲ ହଁ ଭଲ ପାଇପାରିବ ସେତେ ଭଲ ଗୀତ ବି ଗାଇପାରିବ। ସେମିତି କିଛି ନାହିଁ। ସେମିତି କିଛି ନାହିଁ। କୁହନ୍ତି କି ଯଦି ଆମେ ଆମର ହାର୍ଟ ବ୍ରେକ୍ ହୁଏ କି ଆମେ କୋଉଠୁ ଧୋକା ଖାଆନ୍ତି ତ ସେଇ ଭିତରୁ ଯୋଉ ଫିଲ୍ ଟା ଆସେ ଗୀତରେ ସେଟା ପ୍ରଭାବ ପକାଏ। ମୋ ଲାଇଫରେ ତ ସେମିତି କିଛି ହେଇନି, କାହା ଲାଇଫରେ ହେଇଥିବ ହେଇଥିବ। ସତରେ କେହି ନାହାନ୍ତି? ନା। ତଥାପି ଆରମ୍ଭ ହେଇଛି ନା ହେଇନି? ସେମିତି ମୋର ଇଚ୍ଛା ନାହିଁ ସେ ପ୍ରତି। କାହିଁକି ଆଉ ନିଜ କ୍ୟାରିୟର ଟାକୁ ଆଗେ ଗଢିବା ତାପରେ ଦେଖିବା। ଆଚ୍ଛା, ସେଥିରେ ଏବେ ପଶିଗଲା ଆଉ ଏବେ ଏଗୁରାରେ ସବୁ ଅସୁବିଧା ହେଇଯିବ। ଯଦି ଆମେ ଭଲ ପାଇବା ତାହେଲେ ଭଲ ଗୀତ ଗାଇ ପାରିବାନି। ଗୀତ ଗାଇ ସେଥିରେ ବେଶୀ ମନଟା ରହିବ ନା, ମନ ସେଥିରେ ବେଶୀ ମନ ରହିବ। ବେଶୀ ସେଥିରେ ରହିବ। ଆଚ୍ଛା, ସତରେ ଆଜି ଯାଏ କେହି ବି ଲଭର ନାହାନ୍ତି ନା ଥିଲେ ହାର୍ଟ ବ୍ରେକ୍ ହେଇଛି? ନା ମ ସେମିତି କିଛି କେହି ନାହାନ୍ତି। ବ୍ରେକଅପ୍ ହେଇଛି? ହଁ, ବ୍ରେକଅପ କାଇଁ ହବ? ବ୍ରେକଅପ୍ ମତେ ଲାଗୁଛି ବ୍ରେକଅପ୍ ହେଲା ପରିକା। ନା ମରି ଯିବି ପଛେ ମୁଁ ପ୍ରେମରେ ଛଳନା କରିନି, ଜଳି ଯିବି ପଛେ ମୁଁ ପ୍ରେମରେ ଧୋକା ଦେଇନି, ତୋ ପ୍ରେମରେ ପାଗଳ ମୁଁ ଆଜି ଆଜି ତୋ ପ୍ରେମରେ ମୁଁ ନିଜକୁ ରଖିଛି ବାଜି, तू हाँ कर कि ना कर तोरी मर्जी, तो प्रेमरे पागल मु आजी आजी तो प्रेमरे दीवाना मु आजी ଆଜି। କାହା ପ୍ରେମରେ ପାଗଳ ଅଛ? ଏଟା ତମ ପାଇଁ ଥିଲା ଡେଡିକେଟ। ମୋ ପାଇଁ ଥିଲା? ମୋ ପାଇଁ କାହିଁକି? ତମର ପା ହାର୍ଟ ବ୍ରେକ୍ ହେଇଛି, ତମେ ଏବେ କଣ କହୁଥିଲ? ସତରେ କିଏ ଅଛି ଗର୍ଲଫ୍ରେଣ୍ଡ? ନା ମ କିଏ ନାହାନ୍ତି। ତାହେଲେ ଏତେ ବଢିଆ ଗୀତ ଏତେ ଭିତରୁ କେମିତି ଆସୁଛି? ଏଟା ତ ସ୍ୟାଡ ସଙ୍ଗ ଥିଲା ନା। ସ୍ୟାଡ ସଙ୍ଗ ରେ ତ ଆସେ। ନା ମୋର ସେମିତି କିଛି ହେଇନି ପା, ସେଥିପାଇଁ ଫିଲ୍ ଟା ମୋ ଗୀତକୁ ନେଇକି ଫିଲ୍ କର। ତଥାପି ଗୀତରେ ଲେଖାରେ କଣ ଅଛି, ଗୀତ ଲେଖାରେ ଲୁଚଉଛ। କେହି ତ ଥିବେ ଜଣେ କାହା ପ୍ରତି ଆସିଥିବ, ହେଇନଥିବ ଛାଡ ଠିକ ଅଛି, ଲଭ୍ ହେଇନି କାହା ପ୍ରତି ସେମିତି ଆସିଥିବ। କଲେଜ ହଉ ସ୍କୁଲ ହଉ କିମ୍ବା ପ୍ରୋଗ୍ରାମ କୁ ଯାଉଛ, ଏତେ ଶୋ ହଉଛି, କୋଉଠି ତ ଗୋଟେ କାହାକୁ ଲାଇକ୍ କରୁଥିବ କି ପସନ୍ଦ ଆସୁଥିବ କୋଉମାନେ। ଲାଇକ୍ ତ ମୁଁ କେବେ କରିଛ ସେମିତି କାହାକୁ? ଜଣେ ଅଛି, ସେ ମୋ ଭଲ ସାଙ୍ଗ, ଗୋଟେ କ୍ଲୋଜ ଫ୍ରେଣ୍ଡ। ଲାଇକ୍ କରୁଛ? ଆଚ୍ଛା, ପସନ୍ଦ ଲାଗୁଛନ୍ତି ସେ? ପସନ୍ଦ ଅଛି। ତାଙ୍କୁ କଣ ଡେଡିକେଟ କରି ଗୋଟେ ଗୀତ ଗାଇବ, ଖୁସି ହେଇଯିବେ ଯୋଉଟା ସେ ଶୁଣିକି, ସେ ତ ଜାଣିପାରିବେ। मैं हूँ काजल में हूँ तो निगाहों में हूँ, तू है तो मैं हूँ कसमें वादे क्यों, तू है तो मैं हूँ बस मैं तेरा हूँ, तू है तो मैं हूँ सीने पे लिख लूं, तू है तो मैं हूँ, तू है तो मैं हूँ। वाह, ମୋ ଦେହ ଶୀତ ହେଇଯାଉଛି। ଶୁଭେ ଶୁଭେ ନା ଟା କହିପାରିବିନି। ତଥାପି ଫାଷ୍ଟ ଅକ୍ଷର? ନା ସେଟା କହିଦେଲେ ଅସୁବିଧା ହେଇଯିବ।
ଫାଷ୍ଟ ଆଗରେ କହିଲେ ଅସୁବିଧା ହବ। ସେଟା ସେଟା ସିକ୍ରେଟ, ପୁରା ସିକ୍ରେଟ। ପୁରା ସିକ୍ରେଟ ଅଛି। ଲଭ୍ ଅଛି ତାଙ୍କ ପ୍ରତି। ଅଛି କିନ୍ତୁ ସମୟ ନାହିଁ ପରେ ଯଦି ସିଏ ରାଜି ହୁଅନ୍ତି କି ହଁ ଭଲ ପାଇବା ପାଇଁ ପାଇବ, ହେଲେ ପାଇବି। ହେଲେ ପାଇବ, ଅଛି ମନ। ଆଉ ଭଲ ପାଉଛି ମାନେ ତ ଆଉ ଇଚ୍ଛା ଅଛି ଆଉ, ପୁଣି ଆଉ ସେ ରାଜି ହେଲେ ବି ମୁଁ ଭଲ ପାଇବି, ସେ ନହେଲେ ବି ମୁଁ ଭଲ ପାଇବି। ମାନେ ଭଲ ପାଇବାଟା ଏମିତି ହବା ଦରକାର, ରାଜି ହେଲେ ବି ଭଲ ପାଇବି, ନହେଲେ ବି ଭଲ ପାଇବି। ଆଉ ଏବେ ନୂଆ ନୂଆ ଗୀତ କଣ ସବୁ ଉଠେଇଛନ୍ତି? ନୂଆ ଗୀତ ଉଠେଇଛି, ଏବେ ଚାଲିଛି ସବୁ। ଏବେ ଆମ ଗହଣରେ ନାହାନ୍ତି ଭଲ ଭଲ ସିଙ୍ଗର ଯିଏକି ଆମକୁ ଛାଡିକି ଚାଲି ଯାଇଛନ୍ତି, ତାଙ୍କ ଗୀତ କଣ ସବୁ ମନେ ଅଛି? କେତେ ଆଉ ବୁଝେଇବି ମୋ ମନକୁ, ଫେରିବନି ସିଏ ଆଉ ତୋ ପାଖକୁ। ତୁ ଯେତେ ଝୁରିଲେ ବି ଫରକ ପଡ଼ିବନି, ତୁ ଯେତେ ଝୁରିଲେ ବି ଫରକ ପଡ଼ିବନି, କେବେ ତାକୁ ବୁଝିଯାରେ ବୁଝିଯାରେ ହୃଦୟ ତୁ, ଏକା ଏକା ହବ ତତେ ରହିବାକୁ। ଆଜି ରାତି ଗଲେ ପାହି ଜଳିବ ମୁଁ ଜୁଇ, ଜଳିବ ମୁଁ ଜୁଇ। ଓ ଓ ଓ ଆଜି ରାତି ଗଲେ ପାହି ଜଳିବ ମୁଁ ଜୁଇ, ଜଳିବ ମୁଁ ଜୁଇ। ଦୁନିଆରୁ ଚାଲିଯିବି, ନଥିବ ମୋ ଛାଇ, ନଥିବ ମୋ ଛାଇ। କାହିଁକି ଯିବି, କାହିଁକି ରହିବି, ନିଜ ଶବ ନିଜେ ବୋହି। ଜହର ତୁ ଦେଲୁ ପେଇ, ଜିଥାଇ ମଶାଣିରେ ଦେଲୁ ଶୋଇ। ଜହର ତୁ ଦେଲୁ ପେଇ, ଜିଥାଇ ମଶାଣିରେ ଦେଲୁ ଶୋଇ, ଦେଲୁ ଶୋଇ, ଦେଲୁ ଶୋଇ। ୱାଓ, ବହୁତ ବଢିଆ ଲାଗିଲା ଗୀତ ଶୁଣିବାକୁ, ମତେ ଭଲ ଲାଗିଛି, ଆପଣ ମାନଙ୍କୁ ବି ବହୁତ ଭଲ ଲାଗିଥିବ। ଚାଲନ୍ତୁ ପଚାରି ବୁଝିବା ଆମ ଓଡ଼ିଶାରେ କେଉଁ କେଉଁ ସିଙ୍ଗର ଅଛନ୍ତି, ଆଉ କାହା ସହିତ ସେ ଗୀତ ଗାଇଛନ୍ତି, ଆଉ ଷ୍ଟେଜ ଶୋ କରିଛନ୍ତି, ପ୍ରୋଗ୍ରାମ ଯାଇଛନ୍ତି। ତେବେ ଅଭିମନ୍ୟୁ ଭାଇ କାହା କାହା ସହିତ ଗୀତ ଗାଇଛ ଆଉ ଷ୍ଟେଜ ଶୋ କରିଛ ବଡ ବଡ ସିଙ୍ଗରଙ୍କ ସହିତ? ହ୍ୟୁମାନ ସାଗର ଭାଇ ନାହାନ୍ତି, ତାଙ୍କ ସହିତ? ତାଙ୍କ ସହିତ କରିଛି, ବହୁତ କମ କରିଛି। ବହୁତ କମ କରିଛ। ଆଉ ଭଜନ ପ୍ରୋଗ୍ରାମ ବି ବହୁତ କରିଛ? ଭଜନ ପ୍ରୋଗ୍ରାମ ବହୁତ କରିଛି। ବେଶୀ କାହା ସହିତ କରିଛ? ବେଶୀ ମୁଁ ଶ୍ରୀଚରଣ ମହାନ୍ତି ସାରଙ୍କ ସହିତ କରିଛି, ଆଉ ମନୋଜ ମିଶ୍ର ସାରଙ୍କ ସହିତ କରିଛି, ଆଉ ମାନସୀ ଅପାଙ୍କ ସହିତ ବି କରିଛି, ଶୈଳଭାମା ମ୍ୟାମଙ୍କ ସହିତ ବି କରିଛି, ରବୀନ୍ଦ୍ର ମହାପାତ୍ରଙ୍କ ସହିତ ବି କରିଛି। ଆହୁରି ଏବେ ଯୋଉ ଆମର ଯୋଉ ଷ୍ଟେଜ ଶୋର ଯୋଉ ଯିଏ ମାନେ ଗାଉଛନ୍ତି ଦିଲ୍ଲୀପ କୁମାର ଭାଇ, ତାଙ୍କ ସହିତ ବି କରିଛି ପ୍ରୋଗ୍ରାମ। ବେଶୀ କାହା ସହିତ କରିବାକୁ ଭଲ ଲାଗେ? ଏଣ୍ଟରଟେନମେଣ୍ଟ କାହା ସହିତ ହୁଏ? ଶ୍ରୀଚରଣ ସାରଙ୍କ ସହିତ। ବହୁତ ମଜା କରନ୍ତି, କମେଡି କରନ୍ତି ସେ। ତାଙ୍କର କୋଉ ଗୀତଟା ବେଶୀ ଭଲ ଲାଗେ ତମକୁ? ତ ଏମିତି ବହୁତ ଗୀତ ମୁଁ ଗାଏ ତାଙ୍କର। ଗୋଟେ ଗାଇପାରିବେ? ଗୋଟେ ଗୀତ ଥିଲା, ପାନି ସାରେ ଗାରେ ମା ଗାରେ ସାନି ରେ ମା ପାନି ଧା ସାଧା ମା ନି ପଗା ମାଧା ପଗା ପାମାରେ ମା ଗାରେ ସାନି ପାନି ରେ ସା। ঠাকুরে 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 ନାହିଁ କିଛି ଅଭିଯୋଗ ତମରି ପାଖରେ, ନାହିଁ କିଛି ଅଭିଯୋଗ ତମରି ପାଖରେ। ଯୋଉଠି ରଖିଛ ମତେ, ଯେମିତି ରଖିଛ ମତେ, ଯୋଉଠି ରଖିଛ ମତେ, ଯେମିତି ରଖିଛ ମତେ, ରଖିଛ ଭଲରେ। ନାହିଁ କିଛି ଅଭିଯୋଗ ତମରି ପାଖରେ,
नहीं किछि अभियोग तमरी पाखरे ठाकुरे 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 ଆମ ପାଖରେ ସମୟ ନଥିଲେ ମଧ୍ୟ ବହୁତ କମ ସମୟରେ ଆଉ ବହୁତ କମ ଟାଇମରେ ଆମେ ଭିଡ଼ିଓଟାକୁ ସୁଟ୍ କରିବା ପାଇଁ ଚେଷ୍ଟା କରିଛୁ। ତଥାପି ତାଙ୍କ ପାଖରେ ସମୟ ନଥିଲା, ତା ଦେହରୁ ପ୍ରୋଗ୍ରାମ ବି ଥିଲା। ଆମେ କହିକି ଗୋଟିଏ ସମୟ ମାଗିଥିଲୁ କି ବେଶୀ ନାହିଁ, 2 ଘଣ୍ଟା ଘଣ୍ଟେ ପାଇଁ ଆମେ ସମୟ ତାଙ୍କଠୁ ଆଣିଥିଲୁ। ବହୁତ ଗୀତ ଶୁଣିବା ପାଇଁ ଇଚ୍ଛା ହେଉଛି, ଗୀତ ଶୁଣିବାକୁ ବି ମନ ହେଉଛି। ତେବେ ବେଶୀ କିଛି କହିବିନି, ଆମେ ସମସ୍ତେ ସମ୍ବଲପୁରୀ ଗୀତ ଶୁଣିବାକୁ ବହୁତ ଭଲ ପାଆନ୍ତି। ଆଉ ସେ ଗୀତ ଯେତେବେଳେ ଷ୍ଟେଜରେ ଗାଆନ୍ତି ଆମେ ସମସ୍ତେ ନାଚିଥାନ୍ତି, ବହୁତ ଏଣ୍ଟରଟେନମେଣ୍ଟ ହୁଏ ସେ ଗୀତରେ। ସେ ଗୀତ କିଛି ମନେ ଅଛି ଟିକେ ଗାଇକି ଆମ ଦର୍ଶକଙ୍କୁ ଶୁଣେଇ ପାରିବେ? निश्चिंत। हे धन के कट कट जाउछे गड़ी गो सगड़ गाड़ी हे धन नाई दे मुके मुड़ी गो सगड़ गाड़ी बाहारे बुनिछे देसी बिहन बाहाले बुनिछे देसी बिहन सते उछुली जीवा के सुहालो बाड़ी गो सगड़ गाड़ी हे धन के कट कट जाउछे गड़ी गो सगड़ गाड़ी ए धन नाई दे मुके मुड़ी गो सगड़ गाड़ी। तथापि ଆମ ପାଖରେ ସମୟ ନାହିଁ, ଏଇଠି ଆମେ ପ୍ରୋଗ୍ରାମକୁ ଶେଷ କରିବା। ଦେଖିବା ନେକ୍ସଟ ଏପିସୋଡରେ